ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଟିକେ ୟୁନିକ୍ ଫିସିଂ କରିବା ପାଇଁ ଯାଉଛୁ। ୟୁନିକ୍ ଫିସିଂ କାଳିଆ କାଳିଆ ଥିବ ସାଇଜ ଥିବ। ଏଇଟା ହାଷ୍ଟ ଏବେ ଚାଲିବୁ ଭେକ୍ଟି ମାରିବାକୁ ଯିବୁ। Like a truck, when in a club, that is a must. Wake up, get to it, ain't nothing about it. The only way to it is to it, no way around it. केमिति अछन्ती आपण माने पुणे को नुवा वीडियो को आपण मानकु स्वागत। आज हम टिके यूनिक फिशिंग करिया पे जाउछु। यूनिक फिशिंग तो भाई हम डाकसंती, भाई हमर सब्सक्राइबर थिले तो भाई हम डाकसंती एडी फिशिंग करिया पे, बारामुंडी फिशिंग करिया पे। भेक्टी माछ जानि थिबे आपण माने भेक्टी बारामुंडी भी कहନ୍ତି इंग्लिश रे। तो भाई हम डाकसंती 4-5 जण में मिसिक जाउछु। तो देख पारते 4-5 जण में मिसिक जाउछु बारामुंडी फिशिंग करिया पे। आ एपटे भलो बारामुंडी लागंती भाई कहउछंती। तो एबे चाललु फिशिंग करिया पे। तो जाई कि कोन अटैक मिलुची देखिबा, आ कोन फिशिंग होउची देखिबा। भाई हमरो 4-5 जण भाई हम जाउछु मिसिक सब। देखा जाऊ कोन होउची। पूरा जोर उडे की आइची, पूरा 100 उडे अध घंटा भीतर आसी पहुंचली। कहून देखा शौल खतरनाक शौल। तो भेक्टी मारिया जाऊँ बाटर गोटे ह्रद देखिलु। तो आउ मन संभाली गलानी शौल मारिया। शौल ही थे आ भर प्रबल शौल देख पारे के मरागलानी नंगा शौल। तो 4-5टा मरा होगा, आहरी भी खसीगले 4-5टा। तो एमती मरा देख पारे नंगा नंगा शौल। खतरनाक शौल, बढ़िया बढ़िया साइज रखीदे। आहरी मारी नंगा अटैक कर पूरा बैक टू बैक अटैक कर ह्रद देख पाते पूरा खतरनाक ह्रद, पूरा खतरनाक ह्रदे खतरनाक अटैक। खसीज बैक टू बैक अटैक देख पाते। गोटे 4-5टा धरा फिर आउ गोटे देख पाते। अच्छी वीडियो को फुलू बैक टू बैक अटैक। मारिया जाऊँ बाटर गोटे दलदल देखलु। तो बाटर गोटे दलदल देखलु तो फिशिंग है देख पारे। दलदल फिशिंग करदेलु एत देख पारे पूरा साइज अच्छी, पूरा खतरनाक साइज, पूरा बैक टू बैक अटैक है देख पारे। खाली कालिया कालिया शौल, नंगा नंगा साइज शौल। यहाँ हास्ट बड़ अच्छी देख पारे, यहाँ हास्ट बड़ अच्छी किले परिका अच्छी। तो ये धरा है एबे जीवा भेक्टी मारिया को। तो आपण मैंने जदि फ्रग फिशिंग करने चाहते तो ये फ्रग रे फिशिंग करने छोट फ्रग रे ये शौल बढ़िया बाइट करती। 2 किलो 2.5 किलो 4 किलो 5 किलो पर्यटन भी मारी पारे छोट फ्रग रे। छोट फ्रग आना। तो आपण माने मु डिस्क्रिप्शन में लगेदेवी, लिंक लगेदेवी। तो आपण माने परचेस करेंगे भल फ्रगटे लगेदेवी। तो ये छोट फ्रगटे यही क्वालिटी मिले कि यही भाया मिल
କିନ୍ତୁ ଭଲ ଫ୍ରଗ୍ ମିଳିବ, ତା କଣ୍ଟା କ୍ୱାଲିଟି ବି ବଢ଼ିଆ ମିଳିବ। ଡିସ୍କ୍ରିପ୍ସନ୍ରେ ଲଗେଇଦେବି, ତ ପରଚେସ୍ କରିପାରିବେ ଆପଣମାନେ ବି ଫିସିଂ କରିପାରିବେ, ବଢ଼ିଆ ଫିସିଂ କରିପାରିବେ। ଦେଖିପାରୁଥିବେ କୋଉଟା ଦଲଦଲେ ଫିସିଂ ହେଉଥିଲା, ପୁରା ଖତରନାକ ଦଲ। ତ ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ ଅଲ୍ କରିବେ। ଏବେ ଚାଲିବୁ ଭେକ୍ଟି ମାରିବାକୁ ଯିବୁ, ଦିନ ବହୁତ ଅଛି, ତ ଜୁଆର ବି ଛାଡ଼ିବନି, ନଦୀ ମୁହାଣର ଜୁଆର ଛାଡ଼ିବନି, ତ ଏବେ ଯିବୁ ଭେକ୍ଟି ମାରିବା ପାଇଁ। ତ ଏବେ ଆମେ ଆସି ସ୍ପଟ୍ ଉପରେ ପହଞ୍ଚି ଯାଇଛୁ। ଦେଖିପାରୁଥିବେ ସ୍ପଟ୍ ପୁରା ସାଂଘାତିକ ସ୍ପଟ୍ ହେଇଛି। ଭାଇଙ୍କର ମୋର ଆସି ପହଞ୍ଚିଗଲୁ। ସେ 2 ଜଣ ଭାଇ 3 ଜଣ କୁଆଡ଼େ ପଳେଇଲେ, ଆମେ ତାଙ୍କୁ ପାଉନୁ ଆଉ। ତ ଏଇଭଳିଆ ସ୍ପଟ୍ ଦେଖିପାରୁଥିବେ, ଫିସିଂ କରିବା ପାଇଁ ଆସିଛୁ। ଏଇଟା ହେଲା ଦେବୀ ନଈର ମୁହାଣ, ପ୍ରଥମ ମୁହାଣ। ତ ତାପରେ ଗୋଟେ ଅଛି ସେକେଣ୍ଡ, ଲାଷ୍ଟ ଯେଉଁଟା ସମୁଦ୍ରରେ ପଡ଼ୁଛି ପୁରା ଡାଇରେକ୍ଟ, ତ ସେଠିକି ଆମେ ଯାଇନୁ। ଏଇଟା ପ୍ରଥମ ମୁହାଣ। ତ ଦେଖାଯାଉ ଏଠି କ'ଣ ବାଇଟ୍ ମିଳୁଛି, ଏଠି ଭଲ ବାଇଟ୍ ମିଳିବ ମୋତେ ଲାଗୁଛି। ତ ଚାଲନ୍ତୁ ଯିବା ଦେଖିବା କ'ଣ ବାଇଟ୍ ମିଳୁଛି। ମାନେ ମୁଁ ଆଜି ଏଇ ଲୁରେ ଫିସିଂ କରିବି ଭେକ୍ଟି। ତ ଦେଖିପାରୁଥିବେ ଏଇଟା ହେଲା ରବର ସିଟ୍, ରବର ଲୁର୍ ଦେଖିପାରୁଥିବେ। ତ ଲିଡର ଲଗେଇଛି, ଦେଖିପାରୁଥିବେ ଲିଡର ଲଗେଇଛି 80 mm ଲିଡର, କାହିଁକିନା ଭେକ୍ଟି ମାଛ କାଟିଦେବ, ସେଥିପାଇଁ ମୁଁ ଟିକେ ମୋଟା ଲିଡର ଲଗେଇଛି। ଭାଇ ମୋତେ କହିଥିଲେ, ଭାଇ ଧରନ୍ତି ନଳିନୀ ଫିସିଂ ବ୍ଲଗ୍, ଆପଣମାନେ ଦେଖୁଥିବେ। ତ ସେ ମୋତେ କହିଥିଲେ 80 mm ଲିଡର, ନହେଲେ 120 mm ଲୋକ ଲଗାଉଛନ୍ତି। ତ ମୁଁ 80 mm ଲଗେଇଛି ଲିଡର। ତ YZR9 30 mm YZR9, ସେ ଲୋକାନ ୱାରିୟର ଗ୍ଲାସ୍ ଫାଇବର ରଡ୍, ଆଉ ମୋର 5000 ସିରିଜ୍ର ଗୋଟେ ମେସିନ୍ ଥିଲା। ମେସିନ୍ ନାଁଟା ଲିଭି ଯାଇଛି, ମୋର ମନେ ନାହିଁ। ତ ଦେଖାଯାଉ ଆଜି କ'ଣ ବାଇଟ୍ ମିଳୁଛି। ଭାଇ ଆମର ଫିସିଂ ଚଲେଇଛନ୍ତି ଏଠି, ଦେଖିପାରୁଥିବେ। ଭାଇ ଆମର ଚଲେଇଛନ୍ତି, ଭାଇ ଇଆଡ଼େ ଅନେଇଦେଲ, ହାଇ କରିଦିଅ। ଭାଇ ମୋତେ ଡାକି ଆଣିଛନ୍ତି ଏଇ ଜାଗାକୁ। ଦେଖାଯାଉ ଆଜି କ'ଣ ବାଇଟ୍ ମିଳୁଛି। ସେଗୁলো ତ ବାଡ଼େଇ ଦେଇଛୁ, ଦେଖାଯାଉ ଆଜି କ'ଣ ବାଇଟ୍ ମିଳୁଛି। ଭେକ୍ଟି ବାଡ଼ଉଛନ୍ତି ନା ନାହିଁ ଦେଖିବା। ତ ସାଙ୍ଗମାନେ ଏଠି କିଛି ବାଇଟ୍ ମିଳିଲାନି, ତ ଆମେ ଏବେ ଆଉ ଗୋଟେ ଜାଗାକୁ ଯିବୁ। ତ ସନ୍ଧ୍ୟା ବି ହେଇଗଲାଣି। ତ ଦେଖିବା ଆମର ସବୁ ରେଡ଼ିୟମ୍ ଲୁର୍, ତ ରାତି ହେଲେ ଏରା ଜଳିବ। ଦେଖାଯାଉ ଆଉ ଗୋଟେ ଜାଗାକୁ ଯିବୁ, ସେଠି କ'ଣ ବାଇଟ୍ ମିଳୁଛି। ଏଥିରୁ କିଛି ବାଇଟ୍ ମିଳିଲାନି ଏ ଜାଗାରେ କିଛି ବାଇଟ୍ ମିଳିଲାନି। ଭଲ ଜାଗାଟା କିନ୍ତୁ ବାଇଟ୍ ମିଳିଲାନି। ଦେଖାଯାଉ ଆଉ ଗୋଟେ ଜାଗାକୁ ଯିବୁ, କ'ଣ ବାଇଟ୍ ମିଳୁଛି। କେତେ ଡଙ୍ଗା ଚାଲିଛି, ପ୍ରବଳ ଡଙ୍ଗା ଚାଲିଛି, ପୁରା ଲାଷ୍ଟ ସାଢ଼େ ପର୍ଯ୍ୟନ୍ତ ଚାଲିଛି ଡଙ୍ଗା। ସ୍ପଟ୍ ଦେଖିପାରୁଥିବେ, ପୁରା ଖତରନାକ ସ୍ପଟ୍ ହେଇଛି। ସବୁଆଡ଼େ ଡଙ୍ଗା ଚାଲୁଛି, ଜାଲ ବି ମାରିଛନ୍ତି ଲୋକ। ଦେବୀ ନଈ ମୁହାଣ। ମୁହଁ ଦଉଥିଲି, ମୁଁ ଜାଣିନି ପାଣି ଲୁଣିଆ ବୋଲି, ମାନେ ନଦୀ ପାଣି ଲୁଣିଆ ଲାଗୁଛି। ମାନେ ସମୁଦ୍ରରେ ଯେତେବେଳେ ଜୁଆରଟା ବଢ଼େ, ଜୁଆର କ'ଣ ମାନେ କ'ଣ ସେଇଟା କହନ୍ତି, ଜୁଆର ବଢ଼େ, ତ ନଦୀରେ ଲୁଣି ପାଣି ବି ଲାଗୁଛି। ଦେଖିପାରୁଥିବେ ଜୁଆର ତ ବଢ଼େ, ମାନେ ନଦୀରେ ସବୁବେଳେ ଲୁଣି ପାଣି ରହୁଛି, କାହିଁକିନା ଏଇଟା ମୁହାଣ ପାଖାପାଖିଟା, ସମୁଦ୍ର ମୁହାଣ ପାଖାପାଖି। ତ ଏ ପାଣି ପୁରା ଲୁଣିଆ ଲାଗୁଛି, ଆଉ ଲୁଣ ପକେଇବାକୁ ପଡ଼ିବନି, ଖାଲି ଟିକେ ଲେମ୍ବୁ ଚିପୁଡ଼ିବେ, ପାଣି ପିଇବେ। ତ ଏବେ ଚାଲିଲୁ ଆଉ ଗୋଟେ ସ୍ପଟ୍। ସେ ଭାଇନା ଜଣେ ଡଙ୍ଗା ନେଇକି ଯାଉଥିଲେ, ତ ଆମକୁ କହିଲେ ଫାଷ୍ଟ ଆମେ 2nd ନମ୍ବର ମାନେ ଗୁରୁଜର ଅଛୁ, 2nd ନମ୍ବର ସ୍ପଟ୍, ପଥର ସ୍ପଟ୍। ଫାଷ୍ଟ ଅଛି ଏଇଟା 2nd ନମ୍ବର। ତ ଭାଇନା କହିଲେ ଯେ 7 ନମ୍ବର ସ୍ପଟ୍ରେ ମାଛ ଭଲ ଖାଆନ୍ତି, ଭେକ୍ଟି ଭଲ ଖାଆନ୍ତି। ତ ଦେଖାଯାଉ କ'ଣ ବାଇଟ୍ ମିଳୁଛି। ଆମେ ଏଇନା ଯିବୁ 7 ନମ୍ବରକୁ। ଭାଇ ଚାଲିଲା ଆଗରେ, ତ ମୁଁ ବି ଏବେ ଯାଉଛି। ସାମାନେ ଲୁର୍ ଫୁର୍ ସବୁ ଛିଡ଼ିଗଲା, ତ ଏଠି ପକଉଥିଲୁ, ଫିସିଂ କରୁଥିଲୁ, ଲୁର୍ ଫୁର୍ ସବୁ ଛିଡ଼ିଗଲା। ଏବେ ଆଉ କିଛି ଲୁର୍ ଫୁର୍ ନାହିଁ, ତ ଏବେ ଘରକୁ ଯିବୁ। ତ ରାତି ବି ହେଇଗଲାଣି, ଏବେ ଘରକୁ ଯିବୁ। ଦେଖିବୁ ଭିଡ଼ିଓଟି ଭଲ ଲାଗିଲେ ନେକ୍ସଟ୍ ଥର ଟ୍ରାଏ କରିବୁ ଭେକ୍ଟି ଫିସିଂ କରିବା ପାଇଁ। ତ ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନ୍ ଅଲ୍ କରନ୍ତୁ। ଦେଖାଯାଉ ଆଗକୁ କ'ଣ ହେଉଛି।